করছেন যে এই ভিতরে অনেক বিভ্রাট হয়ে গেলানি বারবাটি কুহতু অনাহার কুহতু বলভদ্র পড়িযা লিঙ্গরাজ মন্দির এই কথা আসুଛି নূଆ ସରକାର ଆସିବା ସମୟରେ ବିରୋଧୀଙ୍କ ଅଭିଯୋଗ ଆସୁଛି। ବିରୋଧୀ କିଏ? ବିରୋଧୀ ଦଳ କଣ କହିବା ଗୋଦରିଲ ତ ଗୋଡୁକ ନା ଆଉ ବିଶେଷ କିଛି କହିବେ ନାହିଁ। ପ୍ରଭୁ ଲିଙ୍ଗରାଜଙ୍କର ଶିବରାତ୍ରି କଥା ଆଧେରେ ଦଳ ମତ ନିର୍ବିଶେଷରେ ସାଧାରଣ ଲୋକଙ୍କ ଠାରୁ ଆମେ ସେବାୟତଙ୍କ ପର୍ଯ୍ୟନ୍ତ ପ୍ରଶାସନ ଠାରୁ ପୋଲିସ ପର୍ଯ୍ୟନ୍ତ ସମସ୍ତଙ୍କର ସହାୟତା ଲୋଡ଼ିଥିଲୁ ଏବଂ ସମସ୍ତେ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିଛନ୍ତି। ଯେଉଁ ଭାଇ ସେ ଇଏରୁ ପଡ଼ିଗଲେ ସେ ମଧ୍ୟ ବିଗତ 30 ବର୍ଷ ଧରି ସେଠି ମହାଦୀପ ଉଠାନ୍ତି। ତାଙ୍କ ସାଙ୍ଗେ ଗତକାଲି ମୁଖ୍ୟମନ୍ତ୍ରୀ କଥା ହେଉଥିଲେ। ସେ କହିଲେ ମୋର କେବେ ଏମିତି ହେଇନି, ହଠାତ୍ ଗୋଟେ ଗୋଡ଼ଟା ଖସିଗଲା, ମୁଁ ଜାଣିପାରିଲିନି, ତେଣୁ ଖସିଗଲା। ତାକୁ ନେଇକି ମୁଁ ଭାବୁଛି ବୋଧେ ରାଜନୀତି କରିବାଟା ଠିକ୍ ହେବ ନାହିଁ। ପ୍ରଭୁଙ୍କ କଥା, ପ୍ରଭୁଙ୍କ ଆଶୀର୍ବାଦରୁ ବେଶୀ ବଡ଼ ଘଟଣା ଘଟି ନାହିଁ। ଏବଂ ମେୟର ମହୋଦୟା ଯେଉଁ କଥା କହୁଛନ୍ତି, ମେୟର ମହୋଦୟା ଦିହିପରେ ମୋ ସାଙ୍ଗେ ସେଠି ଘଣ୍ଟେ ଥିଲେ ଏବଂ ମନ୍ଦିର ଭିତରକୁ ପ୍ରବେଶ ପାଇଁ ମଧ୍ୟ ମୋତେ ଯେତେବେଳେ ଅନୁରୋଧ କରିଥିଲେ ମୁଁ ମନା କରିଥିଲି। ମୁଁ କହିଲି ଆଜି ବହୁତ ଲୋକ ହୋଇଛନ୍ତି, ଆମେ ଯିବା ନାହିଁ ମନ୍ଦିର ଭିତରକୁ। ଏବଂ ମୁଁ କହିଲି ଆପଣ ଚାରିପଟେ ବୁଲନ୍ତୁ, କେଉଁଠି କେଉଁଠି ଅସୁବିଧା କ'ଣ ଅଛି ତାକୁ ଦୂର କରିବା ପାଇଁ ଚେଷ୍ଟା କରିବା। ମୋ ସାଙ୍ଗେ ଗୋଟେ ଘଣ୍ଟା କଲେକ୍ଟର, ଡିସିପି, ମେୟର ମହୋଦୟା ମଧ୍ୟ ସେଠି ବସିଥିଲେ। ଯାହା ଅସୁବିଧା ଥିଲା ମୁଁ ଭାବୁଛି କୋଉଠି ନା କୋଉଠି ଆମ ଭିତରେ ଆଲୋଚନା ପର୍ଯ୍ୟାଲୋଚନା ସେଠି ହେଇପାରିଥାନ୍ତା। ଯୋଉଠି ଯଦି ସେ ଭାବୁଥିଲେ କୋଉଠି ଭୁଲ ରହିଛି ସେଇଠି ମଧ୍ୟ ରେକ୍ଟିଫାଏ କରିପାରନ୍ତେ। ମେୟର କ'ଣ ନିଜେ ପ୍ରଶାସନର ଗୋଟେ ପାର୍ଟ ନୁହଁ କି ମ୍ୟୁନିସିପାଲିଟି? ତେଣୁ କାହା ଉପରେ ଦୋଷ ଲଦିବାଟା ଅତି ସହଜ। ଏ କଥାରେ କାହାକୁ ଦୋଷ ଲଦିବା, ମୁଁ ଭାବୁଛି କାହା ଉପରେ ଦୋଷ ନ ଲଦି ପ୍ରଭୁଙ୍କ କାମ, ଆମ ସମସ୍ତଙ୍କର କାମ। ପ୍ରଭୁଙ୍କ ଆଶୀର୍ବାଦରୁ ବଡ଼ ଦୁର୍ଘଟଣା ଆମ ଠାରୁ ହଟିଯାଇଛି ଏବଂ ଯାହା ହେଉ କେଉଁଠି କେଉଁଠି ଛୋଟ ମୋଟ ଅସୁବିଧା ମଧ୍ୟ ହୋଇଥିଲା। ଆମେ ଚେଷ୍ଟା କରିବୁ ପରବର୍ତ୍ତୀ ଅବସ୍ଥାରେ ପ୍ରଭୁଙ୍କର ପୁରୀ ହେଉ, ଲିଙ୍ଗରାଜଙ୍କର ହେଉ, ବଡ଼ ବଡ଼ ଯେଉଁଠି ପୂଜା ବା ଏଇଭଳି ମନ୍ଦିର କାର୍ଯ୍ୟକ୍ରମ ହେଉଛି, ବଡ଼ ବଡ଼ ପୂଜାର କାମ ହେଉଛି, ସେଠି କୌଣସି ଅଘଟଣ ନ ଘଟେ। ଏବଂ ଟିକେ ଏଥର କ'ଣ ହେଇଛି ନା ବହୁତ ପରିମାଣରେ ଶ୍ରଦ୍ଧାଳୁ ଭକ୍ତ ଚାଲି ଆସିଥିଲେ। ସେଥିପାଇଁ ଯାହା ମୁଁ ପୋଲିସ ପ୍ରଶାସନଠୁ ଶୁଣୁଥିଲି, ହେଲେ ପାଖାପାଖି 1.5 ଗୁଣ ଆମେ ଯାହା ଆଶା କରିଥିଲୁ ତାଠାରୁ 1.5 ଗୁଣ ଭକ୍ତ ଆସିଯାଇଛନ୍ତି। ତେଣୁ ଆମକୁ ଟିକେ ଯେଉଁ ଦର୍ଶନରେ ସେଥିପାଇଁ ଟିକେ ଅସୁବିଧା ହେଇଥିଲା। ଆମେ ନିଶ୍ଚିତ ଭାବେ ଆଗାମୀ ଦିନରେ ଚେଷ୍ଟିତ ହେବୁ, କାରଣ ଭକ୍ତଙ୍କ ପାଇଁ ଭଗବାନ, ଭକ୍ତ ଆସୁଛନ୍ତି ଭଗବାନଙ୍କୁ ଦର୍ଶନ କରିବା ପାଇଁ। ଯଦି ସେ ଦର୍ଶନରେ କେଉଁଠି ବିଳମ୍ବ ହେଲା ବା ଠିକ୍ରେ ଦର୍ଶନ ନ କଲେ ସେ କଥାରେ ଆମେ ମଧ୍ୟ ସମସ୍ତେ ସେ କଥାକୁ ଚିନ୍ତା କରିବାର ସମୟ ଆସିଛି। ପରବର୍ତ୍ତୀ ଅବସ୍ଥାରେ ଆମେ ନିଶ୍ଚିତ ଭାବେ ଚେଷ୍ଟା କରିବୁ। କିନ୍ତୁ এই କଥାରେ କାଦୁଅ ଫିଙ୍ଗିବା ଉଚିତ ନୁହେଁ। ଏ ହେଉଛି ପ୍ରଭୁଙ୍କ କଥା। ଯେଉଁ ମଝିରେ ଆମେ ଶୁଣୁଥିଲୁ ବ୍ରାହ୍ମଣ ନିଯୋଗ ଭିତରେ କିଛି ତାଙ୍କ ଭିତରେ ଭାଗ ହୋଇଥିଲା, ସେ କଥା ତ କାରଣ ସମସ୍ତେ ଆସିକି ମନ୍ତ୍ରୀଙ୍କ ସାଙ୍ଗରେ ବସିକି ଆଲୋଚନା ପର୍ଯ୍ୟାଲୋଚନା କରିଥିଲେ ଏବଂ କିଭଳି ଭାବେ ନୀତିକାନ୍ତି ଠିକ୍ ଠାକ୍ରେ ହେବ ସେ କଥା ମଧ୍ୟ ଆମେ କାଲି ସକାଳୁ ଦେଖୁଥିଲୁ, ସକାଳ 7ଟାରୁ। ମୋ ପାଖେ ସେମିତି କିଛି ଖବର ନାହିଁ। ଯଦି ତାଙ୍କ ଭିତରେ କ'ଣ ଥିବ ମୁଁ ସେ କଥା କହିପାରିବି ନାହିଁ। ବିରୋଧୀ ଅଭିଯୋଗ କରୁଛନ୍ତି ଯେ এই ଭିତରେ ଅନେକ ବିଭ୍ରାଟ হয়ে গেলানি বারবাটি কুহতু অনাহার কুহতু বলভদ্র পড়িযা লিঙ্গরাজ মন্দির এই কথা আসুଛି ନୂଆ ସରକାର ଆସିବା ସମୟରେ ବିରୋଧୀଙ୍କ ଅଭିଯୋଗ ଆସୁଛି। ବିରୋଧୀ କିଏ? ବିରୋଧୀ ଦଳ କଣ କହିବା ଗୋଦରିଲ ତ ଗୋଡୁକ ନା ଆଉ ବିଶେଷ କିଛି କହିବେ ନାହିଁ। এটা ସମସ୍ତଙ୍କ ମିଳିତ ସହଯୋଗରେ ହୁଏ। ବିରୋଧୀ ଦଳ ପାର୍ଟ ଅଫ୍ ଦ ଗଭର୍ଣ୍ଣମେଣ୍ଟ। ବିରୋଧୀ ଦଳ ଯଦି ଭାବୁଛି ଖାଲି ଆଙ୍ଗୁଠି ଟେକିବାକୁ ଆମେ ଅଛୁ, ସେ କଥା ନୁହେଁ। 24 ବର୍ଷ ପରେ ବିରୋଧୀ ଦଳରେ ବସିଛନ୍ତି, ତେଣୁ ଆଙ୍ଗୁଠି ଟେକା ଛାଡ଼ନ୍ତୁ। ମିଳିତ ସହଯୋଗ ଏଟା ରାଜ୍ୟର ସାମୂହିକ କଥା। ଯାହା ଯେଉଁ କଥା ଉଠାଉଛନ୍ତି ଏଗୁଡ଼ା ହେଉଛି ରାଜ୍ୟର ସାମୂହିକ କଥା। ବିରୋଧୀ ଦଳଙ୍କୁ କ'ଣ ଲୋକ ଭୋଟ ଦେଇନାହାନ୍ତି କି? ସେମାନେ ମିଶିକି ଯଦି କେଉଁଠି ଆମର ଭୁଲ ରହିଲା ସେ କଥା ମଧ୍ୟ ଏକାଠି ମିଳିତ ସ୍ୱର ହେଉ। ବିରୋଧୀ ଦଳ କାହିଁକି ସେ କଥା ଭୁଲି ଯାଉଛନ୍ତି? ତେଣୁ ସମସ୍ତଙ୍କ ମିଳିତ ସହଯୋଗରେ ନିଶ୍ଚିତ ଭାବେ ଆଗକୁ